ଏ ଅଞ୍ଚଳବାସୀଙ୍କର ଅନେକ ଦିନର ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି। ଆପଣ ଜାଣିଛନ୍ତି ଜିଲ୍ଲାନାସୀ ପଞ୍ଚାୟତର ସାହାରାଡେ ଅଞ୍ଚଳ ଏଇଟା ହେଉଛି ବନ୍ୟା ପ୍ରବଳ ଅଞ୍ଚଳ। ତେଣୁ ବନ୍ୟା ଆସିଲେ ଏଠି ଗମନାଗମନ ଟୋଟାଲି ବନ୍ଦ ହେଇଯାଏ। ଆମେ ଡଙ୍ଗାରେ ଯିବା ଆସିବା କରନ୍ତି। ତେଣୁ ଆଜି ଗୋଟେ 15 କୋଟି ଟଙ୍କା ବ୍ୟୟରେ ବିଜୁ ସେତୁ ମାଧ୍ୟମରେ ଗୋଟେ ବ୍ରିଜ୍ ହେବାକୁ ଯାଉଛି। ଆଜି ତାର ଭିତ୍ତିପ୍ରସ୍ତର ହେଲା। ମାନ୍ୟବର ମନ୍ତ୍ରୀ ମହୋଦୟ ଆସିଥିଲେ। এইটা এইঠু ভଣ୍ଡুয়াକୁ ଲାଗିବ କୁଜଙ୍ଗ ପଞ୍ଚାୟତର ଭଣ୍ଡୁଆକୁ। ତାହେଲେ କ'ଣ ହେବ ଏବଂ ସେଇଟା 15 କୋଟି ଏବଂ ତାର ଆପ୍ରୋଚ୍ ରୋଡ୍ ପାଇଁ ମଧ୍ୟ ଆଉ 6 କୋଟି ଟଙ୍କା ହେଇଛି। 21 କୋଟି ଟଙ୍କାର ପ୍ରୋଜେକ୍ଟ 1.5 ବର୍ଷ ସମୟ ଲାଗିବ ତା ଭିତରେ ସାରିବେ। ଆ ଦ୍ୱାରା କ'ଣ ହେବ ନା ବନ୍ୟା ବେଳେ ଆମେ ଜିଲ୍ଲାନାସୀ ପାଖରୁ ଡଙ୍ଗାରେ ଆସୁ ଏପଟକୁ ଆପାତତଃ ସେ ସମସ୍ୟା ରହିବନି। ସାହାରାଡିଆରୁ କୁଜଙ୍ଗ ବଜାରକୁ ଗଲାବେଳକୁ 10ରୁ 12 କିଲୋମିଟର ଲାଗୁଛି ବୁଲି ବୁଲି। ଏବଂ ଆପଣମାନେ ସମସ୍ତେ ଜାଣିଛନ୍ତି ଜିଲ୍ଲାନାସୀ ପଞ୍ଚାୟତ ହେଉଛି ସମଗ୍ର ଅଞ୍ଚଳରେ ପରିବାପତ୍ର ଉପରେ ସବୁଠାରେ ଏଇଠୁ ସବୁ ଯାଏ ସବୁ। ତ ଆଗାମୀ ଦିନରେ ଏମାନେ ରାସ୍ତାରେ ଯାଏ କୁଜଙ୍ଗରେ ବିକ୍ରି ବଟା କରିକି ଫେରିଲା ବେଳକୁ ମଝିରେ ପାଖାପାଖି 2ରୁ 2.5 କିଲୋମିଟର ନିଛାଟିଆ ରାସ୍ତା ଥାଏ। ତେଣୁ ବେଳେବେଳେ ଅସୁବିଧା ମଧ୍ୟ ହୁଏ, ଡର ଲାଗେ। ଆଗାମୀ ଦିନରେ ଏଇଠୁ ବ୍ରିଜ୍ଟା ହେଇଗଲେ 1 କିଲୋମିଟର 1.5 କିଲୋମିଟର ସେମାନେ କୁଜଙ୍ଗରେ ପହଞ୍ଚିଯିବେ ଏବଂ ତାଙ୍କର ଯାହା ପନିପରିବା ସବୁ କୁଜଙ୍ଗ ବଜାରରେ ବିକ୍ରି କରି ବେଳେବେଳେ ଘରକୁ ଫେରି ଆସିବେ। ଏବଂ ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଗୋଟେ ଏଠି କୋଲ୍ଡ ଷ୍ଟୋରେଜ୍ ମଧ୍ୟ ହେବାକୁ ଯାଉଛି। ଗୋଟେ ହେଇଥିଲା ସେଟା ସିଫ୍ଟ ହେଇଗଲା ଅନ୍ୟ ପଞ୍ଚାୟତକୁ ସାଇଲକୁ। ତେଣୁ ଆଗାମୀ ଦିନରେ ଆଉ ଗୋଟେ କୋଲ୍ଡ ଷ୍ଟୋରେଜ୍ ଏଠି ହେବାକୁ ଯାଉଛି। ବହୁତ ଅଳ୍ପ ଦିନ ଭିତରେ ସେ କୋଲ୍ଡ ଷ୍ଟୋରେଜ୍ ମଧ୍ୟ ହେବ, ଯେଉଁଠିକି ବ୍ୟବସାୟୀମାନେ ତାଙ୍କ ପରିବାପତ୍ର ବର୍ଷ ସାରା ସେଠି ରଖିପାରିବେ। ହେଲା କଥା। ଆଗାମୀ ଦିନରେ ଯେଉଁ ରହିଛି ଯେଉଁ ଜିଲ୍ଲାନାସୀ ପଞ୍ଚାୟତ ଲୋକମାନେ କେବଳ କେତେ ସଫଳ ପାଇଲେ ଲୋକ ଦେଖନ୍ତୁ, ଆମର 36ଟା ପଞ୍ଚାୟତ ଭିତରେ ଜିଲ୍ଲାନାସୀ ପଞ୍ଚାୟତର ଏସ୍ଏସ୍ସି ଗ୍ରୁପ୍ଟାର ପରଫର୍ମାନ୍ସ ସବୁଠାରୁ ବଢ଼ିଆ। ସେଥିପାଇଁ ପ୍ରତ୍ୟେକ ଥର ସେମାନେ ପୁରସ୍କୃତ ମଧ୍ୟ ହେଉଛନ୍ତି। ଏବେ ସେମାନେ ଏବେ ନିଜେ ଛତୁ କୁକୁଡ଼ା ଠାରୁ ଆରମ୍ଭ କରିକି ପନିପରିବା ଠାରୁ ଆରମ୍ଭ କରିକି ଶୁଖ ଠାରୁ ହଳଦୀ ସବୁ ପ୍ରକାର ଜିନିଷ ସେମାନେ କରୁଛନ୍ତି, ଯେଉଁଥିପାଇଁ ସେମାନେ ମାନେ ଓଡ଼ିଶାରେ ସେମାନେ ମଧ୍ୟ ପୁରସ୍କୃତ ହୋଇସାରିଲେଣି। ତେଣୁ ସେମାନଙ୍କୁ ରାଜ୍ୟ ସରକାର ଯେଉଁ ପ୍ରୋତ୍ସାହନ ଦେଉଛନ୍ତି ଆଗାମୀ ଦିନରେ ଆହୁରି ପ୍ରୋତ୍ସାହନ ଦିଆଯିବ। ମୁଁ ତାଙ୍କର ଭିତ୍ତିପ୍ରସ୍ତର ଦେଲି। ତାଙ୍କର ଗୋଟେ ନୂତନ ଗୃହ ମଧ୍ୟ ଦିଆଯାଇଛି। ଆଉ ଗୋଟେ 4 ବଖରାର ମାର୍କେଟ ମଧ୍ୟ ଭିତ୍ତିପ୍ରସ୍ତର ଦିଆଯାଇଛି। ଏସ୍ଏସ୍ଜି ଗ୍ରୁପ୍ ଆମର ଦିଆଯିବ ଯେଉଁମାନେ ଏସବୁ ଜିନିଷ କରୁଛନ୍ତି। ତ ସେମାନଙ୍କ ପାଇଁ କୁଜଙ୍ଗରେ ମଧ୍ୟ ତାଙ୍କ ପାଇଁ ଆର୍ଏମ୍ସି ଘର ବର୍ତ୍ତା ଦିଆଯାଉଛି। ତେଣୁ ଏଠି ହେବ ଏସ୍ଏସ୍ଜି ଗ୍ରୁପ୍ ମଧ୍ୟ ସେମାନଙ୍କର ଯାହା ଯାହା କରୁଛନ୍ତି ସେମାନେ କେମିତି ସ୍ୱାବଲମ୍ବୀ ହେବେ ଆଗାମୀ ଦିନରେ କୁଜଙ୍ଗରେ ବିକ୍ରି ବଟା କରିବେ ତା ପାଇଁ ମଧ୍ୟ ଆମେ ଯୋଜନା କରୁଛୁ। ଏବଂ ରାଜ୍ୟ ସରକାରଙ୍କୁ ସ୍ପେଶାଲ ପ୍ରୋଜେକ୍ଟ ଗୋଟେ ଦିଆଯାଇଛି। ଏଠିକାର ଏସ୍ଏସ୍ଜି ଗ୍ରୁପ୍ କାଟେଗୋରିକାଲି ଦେଖାଯିବ। ପାଖାପାଖି 200 ଏସ୍ଏସ୍ଜି ଗ୍ରୁପ୍ ଅଛି। ତା ଭିତରେ ଯେଉଁ ଏସ୍ଏସ୍ଜି ଗ୍ରୁପ୍ ସିନ୍ସିୟରଲି କାମ କରିବା ପାଇଁ ଚାହୁଁଥିବେ ରାଜ୍ୟ ସରକାର ସ୍ପେଶାଲ କାଟେଗୋରୀ ସେମାନଙ୍କୁ ପଇସା ମଧ୍ୟ ଦେବେ ଆଗାମୀ ଦିନରେ।